कवि हरमोहन दासଙ୍କର 98ତମ ଜୟନ୍ତୀ ପାଳନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ୍। ଢେଙ୍କାନାଳ 7/1/2025 ଢେଙ୍କାନାଳ ଜିଲ୍ଲାର ଧଳପୁର ଗ୍ରାମରେ 1927 ମସିହାରେ ଜନ୍ମିତ ଏବଂ 2012 ମସିହାରେ ଦେହତ୍ୟାଗ କରିଥିବା କବି ହରମୋହନ ଦାସଙ୍କର 98ତମ ଜୟନ୍ତୀ ଫୋରମ୍ର ସଭାପତି ଶ୍ରୀଯୁକ୍ତ ସୌମେନ୍ଦୁ ଶତପଥୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଦଧିବାମନ ମଠ ପ୍ରାଙ୍ଗଣରେ ପାଳନ କଲା ଢେଙ୍କାନାଳ ଅଗ୍ରଣୀ ଅନୁଷ୍ଠାନର ଢେଙ୍କାନାଳ ଥିଙ୍କର୍ସ ଫୋରମ୍। ଏହି ଜୟନ୍ତୀ ଉତ୍ସବରେ ଫୋରମ୍ର ସମସ୍ତ ସଦସ୍ୟଙ୍କ ସମେତ କବିଙ୍କ ପୁତୁରା ଶ୍ରୀଯୁକ୍ତ ଗିରୀଶ ଚନ୍ଦ୍ର ଦାସ ଉପସ୍ଥିତ ରହି କବିଙ୍କ ବ୍ୟକ୍ତିଗତ ଜୀବନ ଏବଂ ସାହିତ୍ୟିକ ଜୀବନ ଉପରେ ଆଲୋକପାତ କରିଥିଲେ। ବିଂଶ ଶତାବ୍ଦୀରେ ଢେଙ୍କାନାଳ ଗ୍ରାମାଞ୍ଚଳରେ ଜନ୍ମଗ୍ରହଣ କରିଥିବା କବି ହରମୋହନ ଦାସଙ୍କ ବୃତ୍ତିରେ ଶିକ୍ଷକ ଏବଂ ପ୍ରବୃତ୍ତିର ଜଣେ କବି ଭାବେ ସାରା ଓଡ଼ିଶାରେ ପରିଚିତ ଥିଲେ। ଶିକ୍ଷକତା କ୍ଷେତ୍ରରେ ରାଷ୍ଟ୍ରପତି ପୁରସ୍କାର, ସାହିତ୍ୟ କ୍ଷେତ୍ରରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ସମ୍ମାନିତ। କବି ଜୀବନ କାଳ ଭିତରେ 18 ଖଣ୍ଡ ପୁସ୍ତକ ପ୍ରକାଶିତ କରିଥିବା ସହିତ ଆହୁରି 11 ଖଣ୍ଡ ଅପ୍ରକାଶିତ କାବ୍ୟଗ୍ରନ୍ଥ ରଚନା କରିଯାଇଛନ୍ତି। କଲେଜ ସାହିତ୍ୟ ସଂସଦ, ଭକ୍ତି ବିନୋଦ ସାହିତ୍ୟ ସଂସଦ, ଜିଲ୍ଲା ଲେଖକ ସଂସଦ ଆଦି ଅନୁଷ୍ଠାନମାନ ଜନ୍ମ ନେବାରେ କବିଙ୍କର ଭୂମିକା ଅବର୍ଣ୍ଣନୀୟ ଓ କବି ରୀତି ଯୁଗୀୟ କବିତା, ଗାଥା କବିତା, ଆଧୁନିକତା କବିତା ଏବଂ ଅନୁବାଦିତା କବିତା ରଚନାରେ ସିଦ୍ଧହସ୍ତ ଥିଲେ। ମାତ୍ର କବିଙ୍କୁ ଢେଙ୍କାନାଳ ମାଟିରୁ ଉପଯୁକ୍ତ ସମ୍ମାନ ନ ମିଳିବା ଯୋଗୁଁ ଆଜି ଜୟନ୍ତୀ ଉତ୍ସବରେ ବକ୍ତାମାନେ ଦୁଃଖ ପ୍ରକାଶ କରିଥିଲେ। ତେବେ ଆସନ୍ତା 2027 ମସିହାରେ କବିଙ୍କର ପରିବାରକୁ ସାମିଲ କରି ଢେଙ୍କାନାଳ ଥିଙ୍କର୍ସ ଫୋରମ୍ କବିଙ୍କର ଜନ୍ମ ଶତାବ୍ଦୀ ପାଳନ କରିବା ପାଇଁ ଫୋରମ୍ର ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ରାଉତ ଘୋଷଣା କରିଥିଲେ। ଉକ୍ତ ଜୟନ୍ତୀ ଉତ୍ସବରେ ଫୋରମ୍ର କୋଷାଧ୍ୟକ୍ଷା ଶ୍ରୀ ବୈକୁଣ୍ଠନାଥ ଦ୍ୱିବେଦୀ, ପ୍ରସାର ପ୍ରମୁଖ ଭୋଜରାଜ ସାହୁ, ସାମାଜିକ ସହ ପ୍ରମୁଖ ଅଭିନାଶ ପଟ୍ଟନାୟକ, ଚାରିବେଦୀ ପ୍ରମୁଖ ପ୍ରକାଶ କୁମାର ପରିଡ଼ା, ବରିଷ୍ଠ ସଦସ୍ୟ ବିନୋଦ ମଲ୍ଲିକ, ରଞ୍ଜନ କୁମାର ସାହୁ, ଅଶୋକ କୁମାର ସାହୁ, ଦେବପ୍ରସାଦ ସାହୁ, ବିଭୁ ନାରାୟଣ ଦ୍ୱିବେଦୀ, ସନ୍ତୋଷ କୁମାର କର ଏବଂ ସଦସ୍ୟ ସଂଯୁକ୍ତା ସାହୁ, ସୁଜିତା ପଟ୍ଟନାୟକ, ସସ୍ମିତା ରାଉତଙ୍କ ସମେତ ଯୁବ ସଦସ୍ୟ ଅଂଶୁମାନ ପଟ୍ଟନାୟକ ଉପସ୍ଥିତ ରହି କବିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ସେଥିରେ ସାମିଲ ଥିଲେ ତାପସ ଦାସ ବୋଲି ସୂଚନା ମିଳିଛି। ଭୂମିକା ନ୍ୟୁନ ଅଛି ବା ଠିକ ଭାବରେ ମୁଁ କରିପାରିନି, ସେଥିପାଇଁ ମୁଁ ଦୁଃଖିତ। ଏବଂ ତାଙ୍କ ପରିବାର ବାବଦରେ ଏତିକି କହିବି ଯେ ତାଙ୍କର ଆର୍ଥିକ ପରିସ୍ଥିତି ଭଲ ନଥିଲା, ସେଥିପାଇଁ ବୋଧହୁଏ ସମସ୍ତଙ୍କ ଭାବରେ ସେ ଭଲ ଭାବରେ ପରିଚିତ ହେଇପାରିଲେନି, ଚାଲିଗଲେ ସେ। କିନ୍ତୁ ଯେଉଁ ଛାଡ଼ି ଦେଇ ଯାଇଛନ୍ତି ଯେଉଁ କୃତି, ସେ କୃତିକୁ ଆଜି ରୋମନ୍ଥନ କରାଯାଉଛି। ଯୋଡ଼ିଏ କଥା ତାଙ୍କଠାରୁ ମୁଁ ଶିଖିଛି। ମନୁ ସଦରୂପା ଯେତେବେଳେ ଭଗବାନ ତାଙ୍କୁ ଦର୍ଶନ ଦେଲେ, ସେ ଯୋଡ଼ିଏ କଥା ତାଙ୍କୁ ମାଗିଥିଲେ, ଯୋଡ଼ିଏ ବର ତାଙ୍କୁ ମାଗିଥିଲେ। କହିଲେ ମୋର ଆଉ କିଛି ବର ଦରକାର ନାହିଁ, ଯୋଡ଼ିଏ ବର ଦରକାର। ଅନାୟାସେନ ମରଣମ୍, ଅନାୟାସେନ ମରଣମ୍ ବିନା ଦୈନେନ ଜୀବନମ୍। ଯୋଡ଼ିଏ ଜିନିଷ, ମୋର ମୃତ୍ୟୁ ସ୍ୱାଭାବିକ ମୃତ୍ୟୁ ନ ହଉ ବା ଏମିତି ମୃତ୍ୟୁ ହଉ ଯେମିତି ମତେ ମୋ ଶରୀରକୁ କୌଣସି କଷ୍ଟ ଯେମିତି ନ ଆସେ। ଦ୍ୱିତୀୟରେ ମୋ ଜୀବନରେ ମୁଁ କାହା ପାଖରେ ହାତ ନ ଫୁଟାଏ, ଦୈନ୍ୟତା ମୁଁ କାହା ଆଗରେ ପ୍ରକାଶ ନ କରେ। ସେଇଥିପାଇଁ ବୋଧ ହୁଏ ଏ ଦୁଇଟି ବର ସେ ଅକ୍ଷର ଅକ୍ଷର ପାଳନ କରିଥିଲା ଭଳିଆ ମୁଁ ଅନୁଭବ କରେ। ସେ କାହାକୁ ହାତ ପତେଇ ନାହାନ୍ତି, ଆର୍ଥିକ ଦୁର୍ଗତି ଭିତରେ ଗତି କରିଛନ୍ତି। ପ୍ରଥମରୁ ସଂଘର୍ଷ କରିକିରି ସେ ଏମଇ ସ୍କୁଲର ପ୍ରଧାନ ଶିକ୍ଷକ ହିସାବରେ ଅବସର ନେଲେ। ଛୁଆରୁ ଆମେ ତାକୁ ଦେଖିଛୁ, ପ୍ରଥମେ ପ୍ରାଥମିକ ସ୍କୁଲ ଶିକ୍ଷକ, ତାପରେ ବିବି ହାଇସ୍କୁଲ, ଆମର ହାଇସ୍କୁଲ ସେତେବେଳେ ନଥିଲା, ବନ୍ନାକୁରା ସ୍କୁଲ ଧଳପୁରରେ ଥିଲା, ସେଠି ଏମଇ ସ୍କୁଲ ଯାକେ ପାଠ ପଢିଲେ। ତାପରେ ହାଇସ୍କୁଲ ଏଠି ଆସି ବିବି ହାଇସ୍କୁଲରେ ପାଠ ପଢିଲେ। ପ୍ରାଇଭେଟଲି ଅନ୍ୟ ଆଇଏ ପରୀକ୍ଷା, ବିଏ ପରୀକ୍ଷା, ବିଇଡି ପରୀକ୍ଷା ସବୁ ସେ ପ୍ରାଇଭେଟଲି ଦେଇଥିଲେ। ନିଜର ଯୋଗ୍ୟତା ବଳରେ, ନିଜର ପରାକାଷ୍ଠା ବଳରେ, ନିଜର ଚେଷ୍ଟା ବଳରେ ସେ ବିଏ ବିଇଡି ହିସାବରେ ଜଣେ ପ୍ରତିଷ୍ଠିତ ଶିକ୍ଷକ ଆମ ଅଞ୍ଚଳ